ମୋ ନାଁ ହେଉଛି ତ୍ରିଲୋଚନ ବିଷୋଇ। ମୁଁ ନବଭାରତ ନିର୍ମାଣ ସେବା ପାର୍ଟିରୁ ଛିଡ଼ା ହେଇଥିଲି, କିନ୍ତୁ 5 ମିନିଟ୍ ଲେଟ୍ ହେବାରୁ ମୋର ପ୍ରାର୍ଥୀପତ୍ର କ୍ୟାନସେଲ୍ କରିଦିଆଗଲା। ଆଉ ଆଜି ଶେଷ ତାରିଖ ଥିଲା, ଦିନ 3ଟା, 14 ତାରିଖ ଦିନ 3ଟା। କିନ୍ତୁ ଡାକି ସାରିବା ମୁଁ ଦୌଡ଼ିକି ଆସୁଛି, ଡାକି ସାରିଲା ବନ୍ଦ କଲେ, ଦରୱାଜା ବନ୍ଦ କରିଦେଲେ। 5 ମିନିଟ୍ ଫରକ ହେଲା। 10,000 ଦେଇ ମୁଁ କିଣିଥିଲି ଫର୍ମଟା, 10,000 ଟଙ୍କା ଗଲା। ସମୟର ମୂଲ୍ୟଟା କେତେ ଏବେ ଜଣାପଡ଼ୁଛି। ଏହାତ ପ୍ରଥମ ଥର ଛିଡ଼ା ହେଇଛୁ, ତେଣୁ ଆମକୁ କୌଣସି ଆଇଡ଼ିଆ ନାହିଁ। ଆଉ ସେ ଭୁଲ ହେବନି, ଗୋଟେ ଭୁଲ ହେଲା ଆଉ ଆଗକୁ ସେ ଭୁଲ ହେବନି। କାରଣ ମୁଁ ନିଜେ ଚାଷ କରେ। ମୋର ଗୋଟେ ସ୍ୱପ୍ନ ଥିଲା, ଯେଉଁ MLA ପ୍ରାର୍ଥୀ ଛିଡ଼ା ହେଉଛନ୍ତି 5 ବର୍ଷ ପାଇଁ ସେମାନେ ଭୋଟ୍ ନେଇଗଲେ, କିନ୍ତୁ କୌଣସି ସେବା କରିବାର ନାହିଁ। ପୁଣି 5 ବର୍ଷ ପରେ ହାତ ଯୋଡ଼ିଲେ। ମୁଁ ଛିଡ଼ା ହେଇଥିଲେ ମୁଁ ଦେଖାଇ ଦେଇଥାନ୍ତି ଗୋଟେ MLA କ'ଣ କରିପାରେ, କେମିତି ସାହାଯ୍ୟ କରିପାରେ। କିନ୍ତୁ ମୋର ସମୟ ନାହିଁ, ମୋ ଭାଗ୍ୟରେ ନାହିଁ, ତେଣୁ ମୁଁ ବହୁତ ଦୁଃଖିତ। ସମୟର ମୂଲ୍ୟ ବହୁତ ଅଛି। ମୋର ପ୍ରଥମ ଥର ବାଡ଼ି ହଜେଇଲି, କିନ୍ତୁ ନେକ୍ସଟ ଟାଇମ୍ ଆଉ ଭୁଲ ହେବନି। ଆଉ ଏବେ ଯେଉଁ ଲାଇନ୍କି ଆସିଛି, ଏବେ ମୋର ସେଇ ଲାଇନ୍ରେ ମୁଁ ରହିବି ଜଡ଼ିତ। ତେଣୁ ଏବେଠାରୁ ଚେଷ୍ଟା କରିବି ଆସନ୍ତା ଇଲେକ୍ସନ୍ ପାଇଁ ଛିଡ଼ା ହେବା ପାଇଁ। ଆଉ ସେମାନଙ୍କୁ କହିବି, ମୋର ତ ପ୍ରଥମ ଥର ଛିଡ଼ା ହେଇଛି, କିଛି ଜାଣିପାରିନୁ। ତେଣୁ ସେଥିପାଇଁ ମୁଁ ସମସ୍ତଙ୍କ ଉପରେ କ୍ଷମା ପ୍ରାର୍ଥନା କରୁଛି। ମୁଁ ଯାହା ପ୍ରତିଶ୍ରୁତି ଦେଇଥିଲି ସେସବୁ ମୁଁ କରିପାରୁନାହିଁ, ସେଥିପାଇଁ ମୁଁ ବହୁତ ଦୁଃଖିତ। କିନ୍ତୁ ଆଗାମୀ ଇଲେକ୍ସନ୍ରେ ମୁଁ ନିଶ୍ଚୟ ଛିଡ଼ା ହେବି, ସେଥିପାଇଁ ମୁଁ ଫିଲ୍ଡ ନିହାତି କରିଦେବି। ମୁଁ ତାଙ୍କୁ ସମର୍ଥନ କରିଥିଲି ଆଉ ବହୁତ ଆଶା କରିକି ଆସିଥିଲୁ ଯେ 5 ମିନିଟ୍ ପାଇଁ ଆମର କୌଣସି କାମଟା ହେଇପାରିଲାନି। ସମୟର ମୂଲ୍ୟ ବହୁତ, କିନ୍ତୁ ତାକୁ ଆମେ ସଦୁପଯୋଗ କରିପାରିଲୁନି। ଆମେ ଜାଣିନଥିଲୁ ଏସବୁ ସିଷ୍ଟମ୍ ବାବଦରେ। ଏଇଟା ହେଉଛି ଆମ ଜୀବନର ପ୍ରଥମ ସେଇଥିପାଇଁ ଏହା ପ୍ରୋବ୍ଲେମ୍ ହେଲା। ଯେ ପୂର୍ବରୁ ଯଦି ଆମେ ଏସବୁ କରିଥାନ୍ତେ, ତାହେଲେ ଆମକୁ ଅସୁବିଧାର ଆମେ ସମ୍ମୁଖୀନ ହୋଇନଥାନ୍ତା। ଚାଷୀ ଜଣେ ଗରିବ ଲୋକ ଆଜି ଆସିଥିଲା ଏଇ ଜିନିଷଟା ପାଇଁ, ସେ କିଛି କରିପାରିଲାନି, ଜାଣିପାରିଲାନି ଯେ କ'ଣ ହେଉଛି କ'ଣ ନାହିଁ। ଗରିବ ପାଇଁ ଏହା ସବୁ କାଳ। ଯେ ଏସବୁ ଯିଏ ବିଜନେସ୍ ପର୍ପସ୍ରେ ରହୁଛି, ଯିଏ ଚାହୁଁଛି ମୁଁ ରାଜନୀତି କରିବି, 2 ପଇସା କମେଇବି, ସେ ଟାଇମ୍ ଦେଖିକି ଜଗିକି ଚାଲିବ। କିନ୍ତୁ ଆମେ ତ ସେ ବାବଦରେ କିଛି ଜାଣିନା। ଆମେ କମେଇବା ମତଲବ ନାହିଁ, ଆମେ ପରର ଉପକାର କରିବା। ଆମେ ଯେମିତି ଭୋକରେ ରହିଛେ ଆଉ ଜଣକୁ ଭୋକରେ ରଖିବାନି, ସେ ଆଶାର ଦୌଡ଼ିକି ଆସିଛେ, କିନ୍ତୁ ହେଇପାରିଲାନି କିଛି। କେବଳ ଗରିବଙ୍କର ହିଁ ଭରସା ହେଇକି ଆମେ ଚାଲିଥିଲେ। ଆମର ମାନେ 5 ପଇସା ନାହିଁ, କିନ୍ତୁ ଆମେ ମାନେ ସ୍ୱଚ୍ଛକୃତ ଭାବରେ ଚାହିଁଥିଲୁ ଯେ ଆମର ଭାଇ ଜଣେ ଆଗକୁ ବାହାରୁ, ଆଉ ସେ କିଛି ଲୋକଙ୍କୁ କରିକି ସାହାଯ୍ୟ କରିକି ଚାଲୁ। ଆମେ 5 ପଇସା ଖାଇବାର ନାହିଁ, 5 ପଇସା ଦେବାର ନାହିଁ। ଆମେ ସମସ୍ତଙ୍କୁ ହାତ ଯୋଡ଼ି କହିଛେ ଏଇ ଜିନିଷଟା ଆମେ କରିବା ପାଇଁ ଚାହୁଁଛେ, ଆମକୁ ସାହାଯ୍ୟ କର। ଆମେ ସେ ସମୟଟାକୁ ବୁଝିପାରିଲୁନି। ଆମେ ତ ମାନେ 24 ଘଣ୍ଟିଆ ଖଟିବା, କୁଡ଼ି କୋଦାଳ ଧରିବା, ଖଟିବା। ଆମେ ସମୟ ବାବଦରେ କ'ଣ ଜାଣିବା? ଯେ ସେମାନେ ଯେଉଁମାନଙ୍କର ବେପାର ପର୍ପସ୍ ରହୁଛନ୍ତି, ସେ ସମୟଟାକୁ ଜୋକି ଚାଲିବେ। ଜୀବନର ଥରେ ହୁଏ, ଆଉ ତାଙ୍କ ସହିତ ଜୀବନ ସାରା ରହିବ ସମସ୍ତେ। ମୁଁ ନବଭାରତ ନିର୍ମାଣ ସେବା ପାର୍ଟିର ଜିଲ୍ଲା ପ୍ରେସିଡେଣ୍ଟ ମୟୂରଭଞ୍ଜ। ଆଉ ତ୍ରିଲୋଚନ ବାବୁଙ୍କୁ ଟିକେଟ୍ ଦେଇଥିଲି ବହୁତ ଆଶା ଆକାଂକ୍ଷା ନେଇ। କିନ୍ତୁ ଦୁର୍ଭାଗ୍ୟବଶତଃ 2-3 ମିନିଟ୍ ପୂର୍ବରୁ ଯଦି ସେ ପହଞ୍ଚି ପାରିଥାନ୍ତେ, ହୁଏତ ଆଜି ମୋ ପାର୍ଟିର ଟିକେଟ୍ ନେଇ ସେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଲଢ଼ି ପାରିଥାନ୍ତେ ଏବଂ ସେ କିଛି ତାଙ୍କ ନିର୍ବାଚନ ମଣ୍ଡଳୀ କରିବା ପାଇଁ ଆଶା ନେଇଥିଲେ ଏବଂ ମୁଁ ତାଙ୍କୁ ବହୁତ ସାହାଯ୍ୟ କରିଥିଲି। କିନ୍ତୁ ତାଙ୍କ କ୍ୟାନସେଲ୍ ହେଇଯାଉ ମୁଁ ବହୁତ ଦୁଃଖ ପ୍ରକାଶ କରୁଛି। ଆଜ୍ଞା, ମୟୂରଭଞ୍ଜ ବାଲେଶ୍ୱର 2 ଜିଲ୍ଲାର ମୁଁ ସଭାପତି ରହିଛି। ଆଜ୍ଞା ଆଜ୍ଞା, ସମୟ ନାହିଁ ଆଜ୍ଞା, ଟାଇମ୍ ଏମିତି ସମୟ ହଠାତ୍ କି ତ ସେଠୁ 2 ମିନିଟ୍ ଥିଲା ସେ ଛାଡ଼ିଲେ। ଆମେ 2ଟା ପାଖାପାଖି 1.5ଟା ପାଖାପାଖି ଆମେ ନେଇଥିଲୁ ନମିନେସନ୍ ପେପର୍। ସେ ଭିତରେ ଟିକେ ପୂରଣ କରିବା ଅବଶ୍ୟ ଠିକ୍ ସମୟ ହେଇଯାଇଥିଲା, କିନ୍ତୁ ଭାଇ ଠିକ୍ ଦୌଡ଼ିକି ଆସି ପହଞ୍ଚି ପାରିଲାନି। 2 ମିନିଟ୍ ଲେଟ୍ ହେଇଗଲା। 2 ମିନିଟ୍ ଆଗରୁ ପହଞ୍ଚିଥିଲେ, ହୁଏତ ପଶି ଯାଇଥିଲେ, ଯାହା ହେଇଥାନ୍ତା। ଆଉ କ'ଣ କରାଯାଇପାରେ? ଆଜ୍ଞା, ପଇସା ଦେଇକି ଆଜ୍ଞା କିଣା ହେଇଥିଲା 10,000।